नमस्कार पिलामाने गुड इवनिंग वेलकम टू एजुकेशन यूट्यूब चैनल। आज आम चतुर्थ श्रेणी भाषा महत्व को पढ़ा। द्वितीय पाठ प्रथम पाठ टिके चढ़ई पढ़ी देते। वर्तमान आम द्वितीय पाठ को पढ़ा। देख द्वितीय पाठ ना हूँ स्वाधीन देशर संतान आम। देख गीत टी आवृत्ति करुच्ची तुम मो सहित आवृत्ति कर। स्वाधीन देशर संतान आमे भारत आमर जन्म भूमि खेली बुली बढु ताहारी कोଳରେ तार नद नदी कानन छुई शक्ति भरिछि शरीरे आमर ताहारी समीर ताहारी जल चौदिग हसे ताहारी आलोके माटी तार दिए शस्य फल ता आखिरे आमे सभी समान सान अबा बड़ जेतेक प्राणी ताहारी बुद्ध विश्वे पहिले सुनाइला तार सौम्य बाणी ताहारी गांधी जनतार काने मुक्तिर डाक शुणाइबारे निर्भय हसी सत्यार जय लेखि गला निज रकत भारे अनुसरी सेहि सत्यर पथ पूर्व पुरुष कीरति हेजी उत्साहे माती देशर कर्मे आसरे लागिबा जड़ता तेजी अग्रणी हेबा शिक्षा क्षेत्र आमे रखिबानी देशे अज्ञ जणे ଆସିଲେ ଅରାତି ଗ୍ରାସିବାକୁ ଦେଶ ପର କରି ପ୍ରାଣ ପଶିବାରଣେ ଅର ଯିବା ଯେତେ ବିଜ୍ଞାନ ଧନ ସର ଯିବା ନୂଆ ଶିଳ୍ପରାଜି ବର ଯିବା ଯେତେ ଭେଦଭାବ ଭାବ ନବ ଭାରତର ସେବକ ସାଜି ଯିଏ ଯହୁଁ ଥାଅ ଜନମ ଭୂଇଁର କଲ୍ୟାଣ ସଦା କରିବାରତ ସ୍ୱାଧୀନ ଦେଶର ସନ୍ତାନ ଆମେ ସ୍ୱାଧୀନ ଆମ ଜୀବନ ବ୍ରତ। ହେଲା, ଗୀତଟିକୁ ଆବୃତ୍ତି କଲ ପିଲାମାନେ। ହେଲା, ବର୍ତ୍ତମାନ କଣ କରିବ ନା ଏଠି ଦେଖିବା ନୂଆ ଶବ୍ଦ କେତୋଟି ଅଛି ସେ ଶବ୍ଦ ଗୁଡା ଦେଖିବା। ଏଠି ଦେଖ କାନନ। କାନନ ମାନେ କଣ? ବଣ ଜଙ୍ଗଲ। ହେଲା, ସମୀର ମାନେ ପବନ। ହେଲା, ଅଜ୍ଞ ମାନେ ମୂର୍ଖ ଲୋକ। ହେଲା, ସାମ୍ୟ ମାନେ ସମାନ। ହେଲା, ଅରଯିବା। ଅରଯିବା ମାନେ କଣ? ଅର୍ଜନ କରିବା। କୀରତି କୀର୍ତ୍ତି। ହେଲା, ଜନତା ଲୋକମାନେ। ସରଯିବା ମାନେ ସାଉଁଟିବା। ଗ୍ରାସିବା ଗ୍ରାସ କରିବା। ହେଲା, ହେଜି। ହେଲା, ଏଠି ଦେଖ ହେଜି। ହେଜି ମାନେ ଅନୁସରଣ ଖୋଜି ଅନୁସରଣ କରି। ହେଲା, ତାପରେ ଦେଖ ଆସ କଥା ହେବା। ଆମ ଦେଶର ନାମ କଣ? ଆମ ଦେଶର ନାମ ହଉଛି କଣ? ଭାରତ। ଲେଖିପାରିବନି ନା? ଆମ ଦେଶର ନାମ ହଉଛି ଭାରତ। ଭାରତ। ଆମ ଦେଶ ବିଷୟକୁ କଣ ଶିଖାଇଲା? ଲେଖିଦେବା। ଆମ ଦେଶ ବିଶ୍ୱକୁ ଶାନ୍ତି ପ୍ରେମ ସତ୍ୟ ଅହିଂସାର ବାର୍ତ୍ତା ଶିଖାଇଲା। ଦେଶକୁ
ଶାନ୍ତି, ପ୍ରେମ, ସତ୍ୟ ଓ ଅହିଂସାର ବାର୍ତ୍ତା ଶିଖାଏ। ଅହିଂସା, ଅହିଂସାର ବାର୍ତ୍ତା ଶିଖାଏ। ହେଲା, କବିତାରେ ଅଜ୍ଞତାକୁ କିପରି ନଷ୍ଟ କରିବା କଥା କୁହାଯାଇଛି? ଜ୍ଞାନ ଓ ଶିକ୍ଷାର ଆଲୋକରେ। ହେଲା, କବିତାରେ ଅଜ୍ଞତାକୁ ଜ୍ଞାନ ଓ ଶିକ୍ଷାର ଆଲୋକରେ ନଷ୍ଟ କରିବା କଥା ହଉଛି। ଶିକ୍ଷା ଓ ଜ୍ଞାନର ଆଲୋକରେ। ହେଲା, ଆମ ଦେଶ କିପରି ରକ୍ଷା କରିବା? ଆମ ଦେଶକୁ କିପରି ରକ୍ଷା କରିବା? ନା ସାହସ, ସତ୍ୟନିଷ୍ଠା ଓ କର୍ତ୍ତବ୍ୟ ପାଳନ ମାଧ୍ୟମରେ ଆମ ଦେଶକୁ ରକ୍ଷା କରିବା। ସାହସ, ସତ୍ୟ, ସତ୍ୟନିଷ୍ଠା ଓ କର୍ତ୍ତବ୍ୟ କରି କଣ କରିବା? ନା ଆମେ ସାହସ, ସତ୍ୟ, ନିଷ୍ଠା ଓ କର୍ତ୍ତବ୍ୟ ଦ୍ୱାରା କର୍ତ୍ତବ୍ୟ ଦ୍ୱାରା କଣ କରିପାରିବା? ରକ୍ଷା କରିପାରିବା। ହେଲା, କାହା ଆଖିରେ ଆମେ ସମସ୍ତେ ସମାନ? କାହା ଆଖିରେ ଆମେ ସମସ୍ତେ ସମାନ? ଦେଖ ଏଠି ଲେଖା ତା ଆଖିରେ ଆମେ ସଭିଏ ସମାନ। ତ ଏଇଟା ତା ଆଖିରେ କଣ? ନା ଭଗବାନଙ୍କ କଥା ପାଇଛି। ହେଲା, ଜନ୍ମଭୂମି ଭାରତ ଆମର ଜନ୍ମଭୂମି। ହେଲା, ତ ଭଗବାନଙ୍କ ଆଖିରେ ଆମେ ସମସ୍ତେ ସମାନ। ଆଖିରେ ସମସ୍ତେ ସମାନ। ନେକ୍ସଟ, ଆସ ଉତ୍ତର ଲେଖିବା। ଆମ ଦେଶ କେବେ ସ୍ଵାଧୀନ ହୋଇଥିଲା? ଆମ ଦେଶ କେବେ ସ୍ଵାଧୀନ ହୋଇଥିଲା? 1947 ମସିହା, 47 ମସିହା ଅଗଷ୍ଟ 15 ତାରିଖ। ତାରିଖ। ହେଲା, ଆମ ଶରୀର କିଏ ଶକ୍ତି ଯୋଗାଇଥାଏ? ନା ଖାଦ୍ୟ ଶସ୍ୟ? ଖାଦ୍ୟ। ହେଲା, ଆମ ଶସ୍ୟ କେଉଁଠାରୁ ପାଏ? ଆମେ ଶସ୍ୟ ଚାଷ ଜମି ଓ କୃଷକ ଠାରୁ। ଆମେ ଶସ୍ୟ
ଚାଷ ଜମି ଓ କୃଷକ ଠାରୁ କମ୍। ସ୍ୱାଧୀନତାରୁ ମୁକ୍ତି ପାଇବା ପାଇଁ କିଏ ଜନତାକୁ ପ୍ରେରଣା ଯୋଗାଇଥିଲେ? ମହାତ୍ମା ଗାନ୍ଧୀ। କିଏ ବଦଳରେ ଲେଖିଦବ ମହାତ୍ମା ଗାନ୍ଧୀ। ହେଲା। ବିଜ୍ଞାନର ଅଗ୍ରଗତି ଥିଲେ ଆମେ କଣ କରିପାରିବା? ବିଜ୍ଞାନର ଅଗ୍ରଗତି ଥିଲେ ଆମେ ଶିଳ୍ପ କ୍ଷେତ୍ରରେ ଶିଳ୍ପରେ ଉନ୍ନତି କରିପାରିବା। ଶିଳ୍ପରେ ଉନ୍ନତି କରିପାରିବା। ହେଲା। ନେକ୍ସଟ ଦେଖ, ଏଟା ଭାଷାରେ କଥା ପଢ, ବୁଝ ଓ ଲେଖ। ଦେଖ, ପ୍ରତ୍ୟେକ ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ ଉତ୍ତରଟି ବାଛି ପାର୍ଶ୍ୱସ୍ଥ କୋଠରୀରେ ଲେଖ। ଆମେ କେଉଁଠି ଖେଳି ବୁଲି ବଢିଛୁ? ଦେଖ, କାନନରେ, ଖ ଦେଲା ନଦ ନଦୀରେ, ଜନଭୂଇଁର କୋଳରେ, ଆଉ ଚୌଦିଗରେ। ଏଟା ହବ ଆନ୍ସର କଣ ହବ? ଗ, ଜନଭୂଇଁର କୋଳରେ। କୋଳରେ। କଲର ଟା ଚେଞ୍ଜ କରିଦଉଛି। ହେଲା। ସତ୍ୟର ଜୟ କଥା କିଏ ଶିଖାଇଲେ? ସତ୍ୟର ଜୟ କଥା ମହାତ୍ମା ଗାନ୍ଧୀ। ଗାନ୍ଧୀ ଶିଖାଇଲେ। ହେଲା। ନବଭାରତ ସେବକ ସାଜି ଆମେ କଣ କରିବା? ଭେଦଭାବକୁ ଦୂର କରିବା। କଣ? ଭେଦ ଭାବକୁ ଦୂର କରିବା। ହେଲା। ଆମେ ଜଡତା ତେଜି କଣ କରିବା? ଆମେ ଜଡତା ତେଜି ଦେଶ ପାଇଁ କାମ କରିବା। ଘ ନମ୍ବର। ଦେଶ ପାଇଁ କାମ କରିବା। ଦେଖ ନେକ୍ସଟ, କବିତାରୁ ଖୋଜି ଲେଖ। ଯେପରି ଜଳ ଫଳ ପ୍ରାଣୀ। ଦେଖ ଖୋଜିବା। ପ୍ରାଣୀ, ଏଟା ଦେଖ ପ୍ରାଣୀ ଅଛି ନା ନାଇଁ? ପ୍ରାଣୀ ବାଣୀ। ହେଲା। ଲେଖିବା ନା? ପ୍ରାଣୀ ବାଣୀ। ହେଜି, ହେଜି ତେଜି। ହେଜିର ତେଜି। ହେଲା। ତେଜି। ଜଣେ, ଦେଖ ଜଣେ ଜଣେ ରଣେ। ହେଲା। ଜଣେ ରଣେ। ରଣେ। ହେଲା। ଶିଳ୍ପରାଜି ସାଜି, ସେବକ ସାଜି। ଶିଳ୍ପରାଜି ସେବକ ସାଜି। ହେଲା।
ହେଲା ବାରେ ଦେଖ ବାରେ ହେଲା ବାରେ ରଖତ ଭାରେ ବାରେ ଭାରେ ହେଲା ପଦର ଅଂଶକୁ ସଜାଡି ଖାଲି ଘରେ ଲେଖ ହେଲା ପଦର ଅଂଶକୁ ସଜାଡି ଖାଲି ଘରେ ଲେଖ। ଦେଖ ଆମର ଜନ୍ମଭୂମି ଭାରତ ଏଟା ଦେଖ ସଜଡା ଅର୍ଥ ଦେଖ ଏଇଠି ଆମର ଭାରତ ଆମର ଜନ୍ମଭୂମି ଭାରତ ଆମର ଜନ୍ମ ଭାରତ ଆମର ଜନ୍ମଭୂମି ହେଲା ଶସ୍ୟ ଫଳ ମାଟି ଦିଏ ତାର ମାଟି ତାର ଦିଏ ଶସ୍ୟ ଫଳ ହେଲା ମାଟି ତାର ଦିଏ ଶସ୍ୟ ଫଳ ହେଲା ଶିଳ୍ପରାଜି ନୂଆ ସର ଯିବା ନୂଆ ଶିଳ୍ପରାଜି ହେଲା ଏବେ ଦେଖିଦିଅ ତମେ ସର ଯିବା ନୂଆ ଶିଳ୍ପରାଜି ହେଲା ସର ଯିବା ନୂଆ ଶିଳ୍ପ ରାଜି ହେଲା ଜୀବନ ବ୍ରତ ସ୍ଵାଧୀନତା ଆମ ଜୀବନ ବ୍ରତ ସ୍ଵାଧୀନତା ଆମ ଜୀବନ ବ୍ରତ ହେଲା ଲାଗିବା ଆଶରେ ତେଜି ଜଡତା ହେଲା ଆଶରେ ଲାଗିବା ତେଜି ଜଡତା ହେଲା ଆଡେ ଦେଖ ଆଶରେ ଲାଗିବା ଜଡତା ତେଜି ଆଶରେ ଲାଗିବା ଜଡତା ତେଜି ଆଶରେ ଲାଗିବା ଜଡତା ତେଜି ହେଲା ଏପରି ଭାବରେ ଲେଖିପାରିବ ନା ହଁ ନିମ୍ନଲିଖିତ ଗୁଡ଼ିକର ବିପରୀତାର୍ଥ ବୋଧକ ଶବ୍ଦ ଗୁଡ଼ିକୁ ଖାଲି ଘରେ ଲେଖ ଦେଖ 3 ନମ୍ବର ଦେଲା ସ୍ଵାଧୀନ ପରାଧୀନ ହେଲା ଜନମ ମରଣ ଆଲୋକ ଅନ୍ଧାର ଅଜ୍ଞ ବିଜ୍ଞ ନଦ ନଦୀ ହେଲା ନଦ ମାନେ ପୁଲ୍ଲିଙ୍ଗ ନଦୀ ମାନେ ସ୍ତ୍ରୀଲିଙ୍ଗ ହେଲା ଚିତ୍ର ଦେଖି ତୁମେ 2 ଧାଡି କବିତା ଲେଖ ଦେଖ ପିଲା
ମାନେ ବଗିଚାରେ ବଗିଚାରେ ଗଛକୁ ପାଣି ଦେଉଛନ୍ତି। କବିତା ଲେଖିବାକୁ କହିଛି। ଆଉ କଣ ନିଜେ ନିଜେ ଲେଖିବ। ସୁନ୍ଦର ଅଟଇ ଘର ମୋହର, ସୁନ୍ଦର ମୋର ବଗିଚା, ସୁନ୍ଦର ସୁନ୍ଦର ଫୁଲ ଫୁଟାଇ, କେଡେ ନାନା ଜାତି ଏଇପରି ଭାବେ ତମେ ଗୋଟେ ଛୋଟ କବିତାଟି ଲେଖିବ ହେଲା। ତାପରେ ବାପୁଙ୍କ ଠାରୁ ଶିଖିଛି ମୁହିଁ। ଦେଖ, ବାପୁଙ୍କ ଠାରୁ ଶିଖିଛି ମୁହିଁ, ମିଛ କହିବି ନାହିଁ, ସତ୍ୟ ଅହିଂସା ପଥେ ଚାଲିବି, ବାଟ ବାହୁଡିବି ନାହିଁ, ମନ ଦେଇ ମୁଁ ପାଠ ପଢିବି, କପି କରିବି ନାହିଁ, ଠକିବି ନାହିଁ ଜୀବନ କେବେ ଆପଣ ସ୍ୱାର୍ଥ ପାଇଁ, ସମୟ ମୂଲ୍ୟ ବୁଝି ମୁଇଁ ଅଳସ ହେବି ନାହିଁ, ନିଜର କାମ ନିଜେ କରିବି ବୋଝ ହୋଇବି ନାହିଁ, କାହା ମନରେ ଦେବିନି ଦୁଃଖ ଯିବି ମୁଁ ପଛେ ସହି, ସଭିଙ୍କ ମନ ଜିଣିବି ମୁହିଁ ସହନଶୀଳ ହୋଇ, ସଫାସୁତୁରା ରହିବି ମୁଇଁ ଅସଲା ହେବି ନାହିଁ, ପରିବେଶର ଯତ୍ନ ନେବି ଆପଣ ହିତ ପାଇଁ, ଭୋକିଲା ମୁହିଁ ଆହାର ଦେଇ ବାଣ୍ଟି ଖାଇବି ମୁହିଁ, ଜୀବ ହତ୍ୟା ମୁଇଁ କରିବି ନାହିଁ, ଜିହ୍ବା ଲାଳସା ପାଇଁ, ସବୁ ମଣିଷ ଗୋଟିଏ ଜାତି ଭେଦ ରଖିବି ନାହିଁ, ପର ସେବାରେ ନିଜକୁ ନୀତି ଧନ୍ୟ ମଣିବି ମୁହିଁ, ସତ୍ୟ ନ୍ୟାୟ ପାଇଁ ଲଢିବି ସମାଜ ହିତ ପାଇଁ, ବାପୁଙ୍କ ପରି ସାହସୀ ହେବି ମୁଣ୍ଡ ନୁଆଇବି ନାହିଁ, ନିଶା ଦ୍ରବ୍ୟ ସେବନ କଲେ ଯାତନା ମିଳେ ଭାଇ, ଏସବୁ କଥା କହିବି ଆନେ ବାପୁଙ୍କ ଦୂତ ହୋଇ, ପିତାମାତାଙ୍କ ସେବା କରିବି ଠାକୁର ଯେ ସେ ମୋ ପାଇଁ, ତାଙ୍କ ଆଶିଷ ଜଗତ ଜିତା ହୋଇବି ଦିନେ ମୁହିଁ। ହେଲା, ସନାତନ ପଣ୍ଡାଙ୍କର ଇଏ ଗୋଟେ ଲେଖାଟି ଦେଇଛନ୍ତି। ହେଲା, ବାପୁଙ୍କ ଠାରୁ ଶିଖିଛି ମୁଁ। ଗୋଟେ ବଢିଆ ସୁନ୍ଦର କବିତା ଦେଇଛି ହେଲା, ତାକୁ ପଢିବ ହେଲା ପିଲାମାନେ। ଆଜି ପାଇଁ ଏତିକି ହେଲା, ଆଗାମୀ କ୍ଲାସରେ ଦେଖା ହବ ହେଲା। ଚ୍ୟାନେଲକୁ ସବସ୍କ୍ରାଇବ କର, ଭିଡିଓଟିକୁ ଲାଇକ୍ କର, ତମ ସାଙ୍ଗମାନଙ୍କ ସହିତ ସେୟାର କର। ଏଇଟା ନୂଆ ଚ୍ୟାନେଲ ପିଲାମାନେ ହେଲା।